দ্রৌপদী আরে শীঘ্র আস। ମୁଁ ଆଜି ମୋ କାମରେ ସକ୍ସେସ୍ ହୋଇଛି ଦ୍ରୌପଦୀ। ଏ ସହରରେ ଆତଙ୍କ ଚଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାରାମି ଘଟୁଆକୁ ମୁଁ ଲୋକ ଦର୍ଶକଙ୍କୁ ଆଣିପାରିଛି ଖବରକାଗଜ ମାଧ୍ୟମରେ। କେତେ ଥର ମନା କରୁଛି ସେମାନଙ୍କ ପଛରେ ନ ଲାଗିବା ପାଇଁ। କାଲି ଯଦି ତମର କିଛି ହେଇଯାଏ ମୋ ପିଲାଦିନଙ୍କ ଭବିଷ୍ୟତ ପୁରା ଅନ୍ଧାର ହେଇଯିବ। ମନେ ଅଛି ଗୋପବନ୍ଧୁଙ୍କ କଥା? ନିଜର ରୋଗିଣା ପିଲାଟାକୁ ଘରେ ଛାଡ଼ି ଦେଇ ନିରୀହ ଲୋକଙ୍କ ସେବାରେ ବାହାରି ପଡ଼ିଥିଲେ। ସେ କ'ଣ ପଛକୁ ଫେରି ଚାହିଁଥିଲେ? ସେ ଅତ୍ୟାଚାରୀ ଫିରିଙ୍ଗି ହାତରୁ ଲାଠି କଡ଼େ ଧରି କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଅହିଂସାର ମନ୍ତ୍ର ଗାଇ ଗାଇ ସାରା ଭାରତ ବର୍ଷକୁ ସ୍ୱାଧୀନତାର ସ୍ୱାଦ ଚକେଇଥିଲେ ଗାନ୍ଧୀ, ମହାତ୍ମା ଗାନ୍ଧୀ। କିନ୍ତୁ କ'ଣ ପାଇଲେ ସିଏ? ଏ ବେଇମାନ ମଣିଷମାନେ ତାକୁ ଦେଲେ କ'ଣ? ବନ୍ଧୁକ ମୁନରେ ଗୁଳି। କ'ଣ ପାଇଲେ ସିଏ? ଠିକ୍ ସେମିତି କରି ତାର ଫଳସ୍ୱରୂପ ଜାତିର ପିତା ହୋଇ ଆମମାନଙ୍କର ଚିରନମସ୍ୟ ହୋଇ ରହିଗଲେ। ଆଉ ନାଥୁରାମ ବିଶ୍ୱାସଘାତକ ହୋଇ ରହିଗଲା ଇତିହାସ ପୃଷ୍ଠାର ଆଳୁ ଆଳୁ। ତମେ କିନ୍ତୁ ଗାନ୍ଧୀ ଗୋପବନ୍ଧୁ ଦାସ ହେଇପାରିବନି। ଏ ବେଇମାନ ମଣିଷମାନେ ତମକୁ ତା ମୂଲ୍ୟ ଦେବେନି। ଆଉ ତା ପ୍ରତିବଦଳରେ ମିଳିବ ତମକୁ ଲାଞ୍ଛନା, ଯାତନା, ନିର୍ଯାତନା। ତଥାପି ଧର୍ମର ଜୟ ଯୁଗେ ଯୁଗେ। ପୁରାଣର ପୃଷ୍ଠାକୁ ଓଲଟାଇ ଦେଖ। ଦୁର୍ଯ୍ୟୋଧନ, ରାବଣ, କଂସ ଏମାନେ ଅହଙ୍କାରୀ ହୋଇ ଟଳି ପଡ଼ିଛନ୍ତି। ତୁମେ ଦେଖିଲ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଗଲା। ହାଇଦ୍ରାବାଦରେ ଏନକାଉଣ୍ଟର କରାଗଲା। ଠିକ୍ ଏମାନଙ୍କ ଅବସ୍ଥା ସେମିତି ହବ। ସବୁଠାରୁ ବଡ଼ କ୍ଷତି ହବ କେବଳ ତମର। ଓମ୍ ବିହାରୀ বন্ধ ও নম্বরি घर में छह बच्चों फिर भी खेती हिसाब कर ମୋ ବାପା 56ଟା ମର୍ଡର କରିଥିଲା, 65ଟା ରେପ୍ କରିଥିଲା, ଆଉ 85ଟା ଡକାୟତ କରି ସାଲା ପୋଲିସ ଏନକାଉଣ୍ଟର କରି ମାରିଦେଲା। ଠିକ୍ ସେତିକି ବେଲେ ସାଲା ମୋର ଜନ୍ମ ହେଲା। ସେଥିପାଇଁ ମୋ ବୋଉ କହିଲା ମୁଁ ଛଳା ହାରାମିଟା। ମୋ ବୋଉ ମୋ ନାଁ ଦେଲା ହାରାମି ଖଟୁଆ। ନାଗ ସାପ ଆଉ ଠକା ମାରୁଥିବା ମହାବଳ ନିଶ୍ଚୟ ଭାବି ସାଲା ମଣିଷ ଯେତେବେଳେ ଶକ୍ତ ପାହାର ଦିଏ ତାର ପରିଣାମଟା ଖୁବ୍ ଭୟଙ୍କର ହେଇଯାଏ। ତମେ ମାନେ ମତେ ମର୍ଡରର ଧମକ ଦଉଛ? ଧମକ ନୁହେଁ, କାମରେ ଦେଖେଇ You shut up! Hey, somebody! साला एकदम चुप। तो साहस को मनीबा को पड़िबो। अरे नेता मंत्री मो बाहु छाया तोले असली तो पुलिस मते चेयर ऑफर करे चेयर। अरे साला मो आश्चर्य होउची तू साला मो विरोधरे स्वर उत्तोलन कलु। শুণু হারামি খটুয়া, সবু রাত্রি অমাবাস্যা রাত্রি নহে, পূর্ণিমা রাত্রি আসে। ঠিক সেমিতি তো কলা সাম্রাজ্যকে মু ধ্বংস করদেবি। সাহস মোর নহে, এ কলমর। যেতে না পর্যন্ত এ কলম মো হাতের অছি তুম মানুষ কেহি রক্ষা করি পারিবেনি। এই সাম্বা অনুরোধ করছি আপনার স্বামীকে ছাড়ি দিয়ন্তু, ছাড়ি দিয়ন্তু তমে তাকে। বুঝা 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 তো স্বামীটাকে টিকে ফলো করি বুঝা, নাই তো কিছু করে পারিবনি। দেখো তুমি টিকে চুপ হয়ে যাও। দেখো মু তোমাকে কথা দউছি, মো স্বামী আপনার বিরুদ্ধে কিছু বি লেখিবেনি, লেখিবেনি সে। না
ମୁଁ ମୋ ନିଷ୍ପତ୍ତିରୁ କେବେ ଓହରି ପାରିବିନି। ତେବେ ଦେଖ ସାମ୍ବାଦିକ, ଦେଖ ହାରାମି ଖଟୁଆ। ଅନୁରୋଧ କରୁଛି, ମୁଁ ତମକୁ ନେହୁରା ହଉଛି, ଆପଣ ମୋ ସ୍ୱାମୀକୁ ଛାଡ଼ି ଦିଅନ୍ତୁ ତମେ ତାକୁ। ଠିକ ଅଛି, ଛାଡ଼ିଦବା। ତେବେ এই বেল্ট এই শালা রাজি ন হবা পর্যন্ত শালাକୁ পিট। ନାଇଁ, ମୁଁ ପାରିବିନି। ନାଇଁ, ମୁଁ ପାରିବିନି। ନା ମୁଁ ରାଜି ହେଇପାରିବିନି। আবে নে কହୁছি, ନାଇଁ, ଦେଖ, আবে নে পিট পিট কହୁছি, পিট ভাই। ମୁଁ ପିଟିବି। ମୁଁ ପିଟିବି। বিহারি ধর্মে খেছে বচ্চা আল ব্রহ্মচারী। আরে সাংবাদিকটা সালা ফটফট হউଥିଲା, ଆଜ୍ଞା তার কাম তমাম ହେଇଗଲା। ଆଜ୍ଞା তা মাইকিনি এটা কথা টিকে বুঝিবানি। ବୁଝିଗଲା ଆଉ ପୁରା ଠିଆରେ ଆଜ୍ଞା
ଲକ୍ଷ୍ମଣ ଆଜ୍ଞା ସାରେ କ'ଣ ଟିକେ ଯିବି ହେ? ହଁ ଆଜ୍ଞା ସାରେ ମୁଁ ମୋର ଆଉ ଉଠୁନି ସାରେ କି ଭଳିଆ ଟାଣୁଆ ଜମି ଶଳା ମୋର ଜମା ଉଠୁନି ସାରେ ମୁଁ ପାରିବିନି ଏ ଶାଲା ଶାଲା କୋଉଠି କିଛି ପାରିବନି ନା। ସବୁଥିରେ ଖାଲି ଯିବି ଯିବି ଠିକ ଅଛି ଲକ୍ଷ୍ମଣ ଚାଲ ଆଜ୍ଞା, ଯିବା ସାରେ ଚାଲ ଆଜ୍ଞା हरामी खटुआ अरे चली जाओ तो फिरू का भली ए देख ये गारे सिना ओ मଣିଷ ପଶୁ ଗୁଡାକ ସବୁ ଦେଖି ସବୁ ଜାଣି ଚୁପ ରହିବେ କିନ୍ତୁ ମୁଁ ଜମା ଚୁପ ରହିବିନି ମୁଁ ମହାଭାରତର ଦ୍ରୌପଦୀ ନୁହଁ ଯେ ସବୁ ଦେଖି ସବୁ ଜାଣି ଚୁପ ରହିବି এই দেখ ମୋ ସ୍ୱାମୀ ହତ୍ୟା ପାଇଁ ଓ କେଶ ମୁକୁଣା ରହିଲା ଆଉ ଯୋଉଦିନ ମୋ ସ୍ୱାମୀ ହତ୍ୟାର ମୁଁ ପ୍ରତିଶୋଧ ନେବି ସେଇଦିନ ମୋ କେଶ ବାନ୍ଧିବି ଆଉ ତତେ ମୁଁ ଆଇଲ କାଠଗড়ା ପର୍ଯ୍ୟନ୍ତ ଘୋଷାରି ନେଇଯିବି ତତେ ମୁଁ ଛାଡ଼ିବି କାନ ଖାଇଲି ପୋଲିସ ଷ୍ଟେସନ ଯିବୁ ଯିବି ଚାଲ ମତେ ଥାନାକୁ ନେବୁ ଆଉ ଥାନାରେ ମତେ ସାଲା ଖେଚିଡ଼ି ଖୁଆଇବୁ ଯିବୁ ହେଲେ ଯାଉନି ଯା ଯା କେତେ ତରକି ପୋଲିସ ଷ୍ଟେସନ ଯିବୁ ହେଲେ ଗଲୁନି ଯା ଯା ପୋଲିସ କି କହିବୁ ସାଲା ପୋଲିସ ତ ବାପା ଆରେ ଯାଉନି ଯା 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 କହିବୁ ମୁଁ ଯିବି ମୁଁ ଯିବି ओम बिहारी अल्लाह ओम और मैं सच्चे बच्चा फिर भी बाल ब्रह्मचार समस्ते शुण टिके भल कर शुण जदि ए सांबादिक मर्डर कथा केही केबे कहा आगे प्रकाश करिछि ठीक ए सांबादिक भली अवस्था तार भी हब कौन बुझिल ना नहीं कौन भौणी की किरी किरी पूरा ठिया रे ବାପା ବାପା এই ଦେଖିବା ଆସ ବାପା ତମେ ଯୋଉ ପେପରରେ ନ୍ୟୁଜ୍ କାଢିଥିଲ ସେ ସବୁ ବାହାରିଛି ଆଉ ତମ ଫଟୋ ବି ବାହାରିଛି ବାପା ଏଇ ଦେଖ ବାପା
ବାପା ଉଠ ବାପା କଥା କୁହ ବାପା ଭାଇ ଭାଇ ମୁଁ ବଜାରୁ ଗୋଟେ ବଡ଼ ଭାକୁର ମାଛ ଆଣିଛି ଆଉ ସେ ଭାକୁର ମାଛ ଭଜା ହବ ଆମେ ଦୁଇ ଭାଇ ସାଙ୍ଗ ହେଇ ଖାଇବା ଆରେ ସମରେଶ ଭାଇ ଆରେ କ'ଣ ହେଇଛି ତମେ କାନ୍ଦୁଛ କାହିଁକି ଏଇ ଦେଖରେ ସମରେଶ ଆମ ବାପା ବୋଉଙ୍କୁ କିଏ ମାରି ଦେଇଛି ତୁମ ମାନଙ୍କ ଅବସ୍ଥା କିଏ ଏମିତି କରିଛି ହେଲୋ ବୋଉ ମୁଁ ତ ସମରେଶ ଡାକୁଛି ଲୋ କଥା କହିଲ ବୋଉ ଆରେ ସମୁ ବୋଲି ପଦେ ଡାକ ଲୋ ବୋଉ ସମୁ ବୋଲି ପଦେ ଡାକ ଭାଇ ଆରେ କିଏ ଆମ ବାପା ବୋଉଙ୍କୁ ଆମ ପାଖରୁ ଛଡ଼େଇ ନେଇଛି ଆରେ ମୁଁ କେମିତି କହିବି ରେ ମୁଁ ଆସି ଦେଖିଲା ବେଳକୁ ଆମ ବାପା ବୋଉଙ୍କୁ କିଏ ମାରି ଦେଇ ଭାଇ ଭାଇ ତେବେ ଚାଲ ଭାଇ ଆରେ ବାହାରେ ଗାଁ ଲୋକମାନଙ୍କୁ ପଚାରିବା ଆରେ କେହି ତ ହେଲେ ଦେଖିଥିବେ ତୁ ଠିକ କହିଛୁ ରେ ସମୁ ତେବେ ଚାଲ ଏଇ ଗାଁ ଲୋକମାନଙ୍କୁ ଥରେ ପଚାରି ବୁଝିବା ଆରେ ଭାଇ ମାନେ ଆରେ କୁହ ଭାଇ ମାନେ କୁହ ଆରେ ଆମ ବାପା ବୋଉଙ୍କୁ କିଏ ସେ ମାରି ଦେଇ ଯାଇଛି ଆରେ ଏ ଗାଁ ବାଲା ଆରେ କୁହ ଆରେ ଆମ ବାପା ବୋଉଙ୍କୁ କିଏ ମାରି ଦେଇଛି କାହିଁକି ଆରେ ଦିନ ଦି ପରେ ଆମ ବାପା ବୋଉଙ୍କୁ ମାରି ଦିଆଗଲା ଆରେ ତୁମେ ମାନେ କେହି ଦେଖିନ ଆରେ କୁହ ଭାଇ ମାନେ କୁହ ଆରେ ମୋ ବାପା ବୋଉଙ୍କୁ କିଏ ସେ ମାରି ଦେଇଗଲା ଆରେ ତମେ ମାନେ କ'ଣ କେହି ଦେଖିନ ଆରେ ଗାଁ ବାଲା ଆରେ କହୁନ କାହିଁକି ଆରେ ତୁମେ ମାନେ ମୁକ ବଧିର ପାଲଟି ଗଲ ଆରେ କୁହ ଭାଇ ମାନେ କୁହ ଆରେ ମୁଁ ତମକୁ ହାତ ଯୋଡ଼ି ନେହୁରା ହଉଛି ଆରେ ମୋ ବାପା ବୋଉଙ୍କୁ କିଏ ସେ ମାରି ଦେଇଗଲା ଆରେ ତମେ ମାନେ କ'ଣ କେହି ଦେଖିନ ଆରେ ଭାଇ ମାନେ ଆରେ କହୁନ କାହିଁକି ଆରେ ତୁମେ ମାନେ ମୁକ ବଧିର ପାଲଟି ଗଲ କୁହ ଭାଇ ମାନେ କୁହ विश्वासघातक এই মনীষ সমাজ দিন দ্বিপরে গোটে সাংবাদিকକୁ মর্ডর করা দিয়াগলা আরে তমে মানে কোন কেহি দেখিন আরে কুয়া ভাই মানে কুয়া আরে মো বাপা বউଙ୍କୁ কাহিকি মারি দিয়াগলা ভাই ଚାଲ ଭାଇ ବାପା ବୋଉଙ୍କ ଶବ ସତ୍କାର କରି ଆମେ ଗାଁ ଛାଡ଼ି ଚାଲିଯିବା ଆମେ ଅବିଶ୍ୱାସୀ ମଣିଷମାନଙ୍କ ପାଖରେ ଆଉ ରହିବା ନାହିଁ ଭାଇ ଆଉ ରହିବା ନାହିଁ ଏସବୁ ଭାଇ ଭାଗ୍ୟ ଆଉ ଭଗବାନଙ୍କୁ ଦୋଷ ଦେବା ଛଡ଼ା ଆମ ପାଖରେ ଉପାୟ ଆଉ କିଛି ନାହିଁ
ଦୁଃଖ ସାଙ୍ଗରେ ବନ୍ଧୁ ବାନ୍ଧିବା ଭାଇ ଆଖି ଲୁହକୁ ସାଥୀ କରି ବଞ୍ଚିବା ଏସବୁ ଭାଇ ଆରେ ମୁଁ ବାପା ବଦଳରେ ବାପା ହେବି ରେ ମା ବଦଳରେ ତତେ ମାର ସ୍ନେହ ଦେବି ଏତେ ବଡ଼ ଦୁନିଆରେ ତତେ ମଣିଷ ଭଳି ମଣିଷଟିଏ କରିବି ଭାଇ ପାଦରେ କଣ୍ଟା ଫୁଟିଲେ ଏଠି ଆମକୁ ପଦେ କହିବାକୁ କେହି ନାହିଁ ରେ ସୋମୁ କାନ୍ଦି କାନ୍ଦି କାଲି ତତେ ମୁଁ ଏତିକି କହିବି ଭାଇ ଆଖି ଲୁହକୁ ମୁଁ କରିଛି ସାଥୀ कहा दुख देखी के हंसी पारे नहीं किती
ସରଗ ଆଜି ସେଇ ଘର ହେଲା ଆମ ପାଇଁ ଗୋଟେ ନରକ ଚୌକର ଆମ ପାଇଁ ଲାଗୁଥିଲା ଦିନେ ସରଗ ଆଜି ସେଇ ଘର ହେଲା ଆମ ପାଇଁ ଗୋଟେ ନରକ ଆଉ ଏ ଘର ନୁହେଁ ଆମର ଆଜି ହେଇଯାଇଛି କାହାର ଆଉ ଏ ଘର ନୁହେଁ ଆମର ଆଉ ହେଇଯାଇଛି କାହାର ସଜ ହେଲେ ଏଇ ଘରେ ପଡ଼ିବନି ଆଉ କିଛି କରିଛି ସାଥୀ ଆଖିଲୁହକୁ 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 କରିଛି ସାଥୀ ସେଫାଳି ହେଇ ଦେଖ ମୁଁ ଯାଇ ମାର୍କେଟରୁ ଲୁଗା ପ୍ୟାଣ୍ଟ ସାର୍ଟ ମିଠା ସବୁ ଆଣିକି ଆସିଲିଣି ହେଲେ ଏତେ ପର୍ଯ୍ୟନ୍ତ ଏ ହୁଣ୍ଡର ଦେଖା ନାହିଁ କୁଆଡ଼େ ଗଲା ସେଫାଳି ଆଲୋ ଏ ସେଫାଳି ଯାଉଛି ଭାଇ ଯାଉଛି କାଇଁ ଏତେ ବଡ଼ ପାଟି କରୁଛୁ କହିଲୁ ଟିକେ କ'ଣ ଦାୟିତ୍ୱ ଦେଇଥିଲି ଆଲୋ ଏ ହୁଣ୍ଡି ଯେମିତି ଯେମିତି ଯାହା ସବୁ କହିଥିଲି ସବୁ କାମ ରେଡି ତ ସବୁ ରେଡି କରି ଦେଇଛି ତୁ ଜମା ବ୍ୟସ୍ତ ହନି ଆଚ୍ଛା ଭାଇ ଭାଉଜ ଭାଇ ଭାଉଜ ଆର ପଟ ଘରେ ଠିଆ ହେଇ କଥା ହଉଛୁ ହଁ ତାହେଲେ ଠିକ ଅଛି ମୁଁ ତାଙ୍କୁ ଡାକୁଛି ହେଲା ଭାଉଜ ଭାଇ আরে কোণ হলা কি রে আরে কোণ পাই দি জন এমতি রড়ি ছাড়ুছ হ্যাঁ କଣ ଆଉ ହବ ଘର ଭିତରେ ମହାଭାରତ ଯୁଦ୍ଧ ଗଣ୍ଡଗୋଳ ସବୁ ହେଇ ସାରିବଣି বুঝিলনু এ ছুয়া গুড়া গুড়া আউ জম্মারু পারি হব ତମ ଭାଇ ଭଉଣୀଙ୍କ ପାରି ହୁଅନ୍ତା କି সবু বেলে খালি দুষ্টামি ହଁ ଚାଲ ଦେଖିବା ଯେ ଯେତେବେଳେ ଖାଲି ଦେଖିବ ଖାଲି ତମେ ଏମିତି ନାଚ ନାଚିଆ କଣ ହଉଛ କି আরে কোণ হয়েছে কি রে আজি কোণ তুমি ভারি খুশি জনা পড়ুছ ଭାଉଜ କହିଲେ ଦେଖି ଆଜି କ'ଣ ଭାଉଜ କହିଲ ଆଜି କଣ ହେଲେ ଆଜି କଣ ମୋର ତ କିଛି ମନେ ନାହିଁ ଜମା ଜାଣି ନାହାନ୍ତି ତ ମନେ ପଡୁନି ନା ନ ଜାଣିବାର ଅଭିନୟ କରୁଛ ମ আরে হেলা বাবা আরে আমার যদি মনে পড়ুনি আরে তুমি দি জন কইদেলে হব না কইদও না তবে আরে কহু না কহিবু। কোণ আজি କହିବୁ ଆମେ କହିବୁ ତ କହିବୁ ତ କୁହ। ଆଜି ହଉଛି ହଁ। ଆମ ଭାଇ ଭାଉଜଙ୍କର ବିବାହ ବାର୍ଷିକ ଦିନ আরে আরে সত কথা তো হেলে এই কথাটা না মোর জম্মারু মনে নথিলা
ମନ କେମିତି ପଡ଼ିବ? କିଏ ବାଣ ଫୁଟେଇ ଦାଣ୍ଡ ଦୁଲିକେଇ ବରଯାତ୍ରୀ ନେଇ ବାହା ହେଇଥିଲେ ମନ ଥାନ୍ତା। ଏ ଲୁଚେଇ ଲୁଚେଇ ମନ୍ଦିରରେ ଫୁଲମାଳ ପକେଇ ନେଇ ଆଇଲ ତ ମନେ ପଡ଼ିବ କେମିତି? ଓହୋ ଅନୁ ଏପଟକୁ ଆସିଲେ। ସବୁବେଳେ ଏମିତି ଛୁଆ ମାନଙ୍କ ଆଗରେ ଏମିତିଆ ବେଲଜ୍ଜା କଥା କହିବାକୁ ଲାଜ ଲାଗୁନି? ସବୁବେଳେ ଖାଲି କାଟ କାଟ। ତମେ କି ଯାଉଛ? ମୁଁ ଅନେଇବି। এই গোলাপ ফুলটা নেব ଆଉ ଯୋଉ ଯାଇ କହିବ ହ୍ୟାପି ଆନିଭର୍ସରୀ। ମୁଁ ପାଠ ସାଠ ପଢିନି। ଭାଇ ବୁଝିଲ ତମ ଦ୍ୱାରା କିଛି ବି ହବନି। চেষ্টা করো ହବନି। হ্যাপি আনিভর্সరీ ହାପି ନର୍ସରୀ। ମୋ ସାଥିରେ ଯାଉ କିଛି ବି ହବନି। হ্যাপি আনিভর্সరీ ହାପି ଆନିଭର୍ସରୀ। ଖାଲି ଶିଖଉଥାଅ ଭାଇକି ଶିଖଉଥାଅ। କାମ ତ କିଛି ନାହିଁ ଖାଇ ପିଇ ଖାଲି ଶିଖାଅ। ଯାଉନ ହାପି ମ୍ୟାରେଜ ଆନିଭର୍ସରୀ। ଭାଉଜ ସବୁ ବର୍ଷ ପାଳନ ହଉଥିଲା ଯେ ଏ ବର୍ଷ ତ ଟିକେ ସୁବିଧା ହେଇଗଲା ଆଉ। ଟିକେ ଅସୁବିଧା ହେଇଗଲା। ହଁ। ହଁ କଣ ଅସୁବିଧା ହେଇଗଲା? ଏ ବର୍ଷ କରୋନା ମହାମାରୀ ଯୋଗୁ ସବୁଆଡେ ଲକଡାଉନ। ଭାଇ ବି ବାହାରକୁ ଯାଇ ପାରୁନାହାନ୍ତି। ତାହେଲେ ଖୁସି ମନେଇଥାନ୍ତେ କେମିତି? ସେଫାଳି ହଲୋ ତୁ ମୋ ମନର କଥାକୁ ଠିକ ବୁଝି ପାରୁଛୁ ଲୋ ସେଫାଳି। ସବୁ କଥା ଗୁଡାକ ମୋର ଗୋଟି ଗୋଟି ହେଇ ମନେ ପଡୁଛି। ସତ କଥାଟା କହିବା ପାଇଁ କେବଳ ଦାରିଦ୍ର୍ୟର ପରିସ୍ଥିତି ମୋତେ ବାଧ୍ୟ କରିଥିଲା। ହେ ସେଫାଳି ହଲୋ ତୁ ମୋ ଭଉଣୀ ନୁହଲୋ, ତୁ ହଉଛୁ ମୋ ମା। ସତେ ଯେମିତି ମୋ ମନର କଥା ଆଉ ଅନ୍ତରର ବେଦନାଟାକୁ ତୁ ଠିକ ଅନୁଭବ କରିପାରୁଛୁ ଲୋ, ଠିକ ଅନୁଭବ କରିପାରୁଛୁ। ଦେଶ ସାରା କରୋନା ମହାମାରୀ ପାଇଁ ଦୋକାନ ବଜାର ସବୁ ବନ୍ଦ ହେଇଛି। ତମେ ପ୍ୟାଣ୍ଟ ସାର୍ଟ ଲୁଗା ମିଠା ଆଣିଲ କୋଉଠୁ? ବୁଝିଲା ଭାଉଜ ଯେମିତି ଇଚ୍ଛା ଥିଲା ସୁଯୋଗ ଆପେ ଆପେ ଆସେ ସେମିତି ଆମ ଗାଁର ପଟ ସାହିର ଅଭିମନ୍ୟୁ ମଉସା ଲୁଗା ବେପାର କରନ୍ତି। ତାକୁ କହି ଏ ଲୁଗା ପ୍ୟାଣ୍ଟ ସାର୍ଟ ସବୁ ଆଣିଲି। ଆଉ ଆମ ଗାଁ ରଘୁ ସାହୁକୁ କହି ତା ଘରେ ଲଡୁ ତିଆରି କରି ଆଣିଲି। ଇଚ୍ଛା ଥିଲେ କୋଉ କାମଟା ଅସମ୍ଭବ କହିଲା ଭାଉଜ। ତା ଛଡା 21 ଦିନିଆ ଲକଡାଉନ ଯୋଗୁ ସବୁଆଡେ ତ ବନ୍ଦ। ଭାଇ ବାହାରକୁ ଯାଇ ପାରୁନାହାନ୍ତି କି ଟଙ୍କାଟିଏ ବି ରୋଜଗାର ନାହିଁ। ସେଇଥିପାଇଁ ଆମେ ଦି ଜଣ ମିଶି ସବୁ ବ୍ୟବସ୍ଥା କରିଦେଇଛୁ। ତା ନ ହେଇଥିଲେ ମୋ ଭାଉଜ ରାଣୀ ମୋ ଭାଇ ଉପରେ ଅଭିମାନ କରିନଥାନ୍ତେ। ରାଜୁ ସତ କଥା କହ, ଆରେ ତୁ ଏତେ ଗୁଡାଏ ଟଙ୍କା କୋଉଠୁ ଆଣିଲୁ? ନାଇଁ ଭାଇ ମାନେ ଚୁପ୍ କର। ଆରେ ତତେ ପଚାରୁଛି ପରା, ଆରେ ସତ କଥା କହ, ଆରେ ତୁ ଏ ଟଙ୍କା କୋଉଠୁ ଆଣିଲୁ? ଭାଇ ଓହୋ କାହିଁକି ପିଲାଟା ଉପରେ ଏମିତି ଗରଗର ହଉଛ କହିଲ? ତମେ ଚୁପ୍ କରନୁ। ଆରେ ପ୍ରଶ୍ନଟା ମୋର ତମକୁ ନୁହେଁ, ମୋ ପ୍ରଶ୍ନଟା ରାଜୁକୁ। ଆରେ ଯାହାର ରୋଜଗାର ବୋଲି ଟଙ୍କାଟିଏ ନାହିଁ, ଆରେ ଯଦି କେବେ ଟଙ୍କାଟିଏ ଦରକାର ପଡେ ସେ ଆମରି ପାଖରେ ହାତ ପତାଏ, ତାହେଲେ ସେତେ ଗୁଡାଏ ଟଙ୍କା କୋଉଠୁ ଆଣିଲା? ଆରେ ମତେ ତ ଲାଗୁଛି ଏଇଟା ଗୋଟାଏ ଅମଣିଷ ପାଲଟି ଗଲାଣି। ଏ କଥା କହିବାର ଅର୍ଥ? ଏଇଟା ଚୋରି କରିଛି। ନାଇଁ ଭାଇ ନାଇଁ, ମୁଁ ଚୋରି କରିନି ଭାଇ, ଚୋରି କରିନି। କଣ କହିଲୁ? ଓ ଭାଇ। ଚୋରି କରିନୁ? ନା ଭାଇ ଏଇ ଚୋରି କରିନୁ ତୁ? ତାହେଲେ ମୋ ମୁଣ୍ଡରେ ହାତ ରଖି କହ, ତୁ ଏତେ ଗୁଡାଏ ଟଙ୍କା କୋଉଠୁ ଆଣିଲୁ? କହ କହୁଛି ପରା। ନାଇଁ ଭାଇ। କହୁନ କାହିଁକି? ମୁଁ କହିପାରିବିନି। हे राजू, अरे तुटा एते तलकु खसी गलो कि रे? लहू लुहड़ हे दिन राति ए करे तुम मानकु नै स्वप्न देखिते बाए ड्राइवर बाईटार आशा भरोसा रे एमिति सक्त गोइटा मारे से आशा भरोसा सब भांगी रोजे चुरमार करे ଭାଇ हे मारिदेवी तते बे, मारिदेवी तते। सत कह टंका कोठु आनिलु? ता नहले मारिदेवी तते बो। भाई भाई मो କଥା ଟିକେ ଶୁଣ। चुप कर। ସେଇଠି ଠିଆ କହୁଛେ ପଦେ ବି ଆଉ ଆଗକୁ ଆଗେଇ ବୁଲୁ।
ପଦେ ଆଗେଇବୁନୁ ଏଇ ତମେ କଣ ପାଗଳ ହେଇଗଲ ନା କଣ? ପାଗଳ ମୁଁ ନୁହେଁ ଅନୁ ପାଗଳ ତମେ ହେଇଯାଇ ଆଉ ତମେ ଏମାନଙ୍କୁ ସ୍ନେହ ପ୍ରେମ ଅନ୍ଧରେ ଅନ୍ଧ ସଜେଇ ଦେଇଛ ମୁଁ ଯଦି କେବେ ଆକଟ କରେ ତମେ ତାର ପ୍ରତିବନ୍ଧକ ସାଜିଛ ଆଉ ସେଇ ଦୃଷ୍ଟିରୁ ଏଇଟା ଗୋଟାଏ ଚୋର ପାଲଟି ଗଲା ସତ କହ ଏତେ ଗୁଡ଼ାଏ ଟଙ୍କା ତୁ କୋଉଠୁ ଆଣିଲୁ କହ କହୁଛି ପରା ତା ନହେଲେ ମୁଁ ଆଜି ତତେ ମାରୁ ମାରୁ ମାରିଦେବି ଆରେ କହ କହୁଛି ପରା ସତ କହୁଛି ଭାଇ ମୁଁ ଏ ଟଙ୍କା ଚୋରି କରିନି ମୁଁ ତମ ମୁଣ୍ଡ ଚୋଉଛି ରାଜୁ ରାଜୁ କଣ କହିଲୁ আরে তু এই টঙ্কা চোরি করিনু তাহলে এতে গুড়াଏ টঙ্কা ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ତମେ ତିନି ଭାଇ ମତେ ଯୋଉ ଟଙ୍କା ଦିଅ ମୁଁ ସେଇ ଟଙ୍କାକୁ ଖର୍ଚ୍ଚ ନ କରି ସାଇତି ରଖିଥିଲି ସେଫାଳି ଆଉ ଏ ବର୍ଷ କରୋନା ମହାମାରୀ ଯୋଗୁଁ ତମର ତ ଟଙ୍କାଟିଏ ରୋଜଗାର ନାହିଁ ସେଇଥିପାଇଁ ମୁଁ ସାନ ଭାଇକୁ କହିଲି ତୁ ଏ ଟଙ୍କା ନେ ଭାଉଜଙ୍କ ପାଇଁ ଖଣ୍ଡେ ଶାଢ଼ୀ ଆଉ ଭାଇଙ୍କ ପାଇଁ ସାର୍ଟ ନେଇ ଆସିବୁ ମୁଁ ସତ କହୁଛି ଭାଇ ସାନ ଭାଇ ସେଇ ଟଙ୍କାରେ ଏସବୁ ଜିନିଷ ଆଣିଛି ଭାଇ ଆଉ ଏ ମିଠା ତମ ପ୍ରତିଦିନ ମତେ ଜଳଖିଆ ଖାଇବା ପାଇଁ ଯେଉଁ ଟଙ୍କା ଦେଉଥିଲ ଏ ରାଜୁ ଅଳ୍ପ ଅଳ୍ପ କରି ରଖିଥିଲି ସେଇ ପଇସାରେ ମୁଁ ଏ ମିଠା ଆଣିଛି ଭାଇ ସେଇ ପଇସାରେ ଅବିଶ୍ୱାସ ହେଉଛି ନା ଭାଇ ନାଇଁ ରେ ରାଜୁ ଅବିଶ୍ୱାସ ନାଇଁ ରେ ରାଜୁ ନାଇଁ ରାଜୁ ଦେଖ ଭାଇ ଗଣି ମାଗି ଟଙ୍କା ନେଇ ମୁଁ ଏ ମିଠା ଆଣିଛି ରାଜୁ ଏ ରାଜୁ ଆରେ ମୁଁ ବଡ଼ି ସାଡୁ ରେ ରାଜୁ ମୁଁ ଗୋଟେ କଂସେ ରାଜୁ আরে এই হাতরে মু তোতে খেতে পারে রাজু আরে যৌ হাতরে মু তোতে মাড় মারিছি আরে সেই হাতরে মো গালকু মারিবু প্রায় সে ନାଇଁ ଭାଇ দেখ রে রাজু আরে তমে দি জন সারা জীবন মতে রুড়ি করে দেলা আরে পারিব যদি হে অবিশ্বাসীর মଣିষটাକୁ তবে দি জন ক্ষমা ନାଇଁ ଭାଇ ନାଇଁ ଭାଇ ନାଇଁ ତମେ ସେମିତି କୁହନି ଭାଇ রাজু ବାପା ବୋଉ ବାରବାରକୁ ଚାଲିଗଲା ପରେ ତମେ ଆମ ପାଇଁ ବାପା ହୋଇଛ রাজু ଭାଉଜ ଆମ ପାଇଁ ମା ହୋଇ ଆମର ସବୁ ଅଳିଅର୍ଦ୍ଦରି ସହି ଦୁନିଆ ଦାଣ୍ଡରେ ମଣିଷ କରିଛ ଭାଇ ତମର ଆକଟ ଆଜି রাজু ଆମକୁ ମୋ ସଚୋଟ ମଣିଷ କରି ଚିଡ଼ା କରେଇଛି ଭାଇ ହଉ ହେଲା 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 ସେ ସବୁକୁ ତ ଛାଡ଼ ତମେ ଆଗ ବସିଲ ଆମେ ଟିକେ ବନ୍ଦାପନା କରିଦିଉ ବସ
ତମେ ମାନେ ସମସ୍ତେ ଅଛ କିନ୍ତୁ ବିଜୁ ମୋ ବିଜୟ ଥିଲେ ବହୁତ ଖୁସି ହେଇଥାନ୍ତେ। ଭାଇ ଭାଉଜ ହେଇ ଭାଇ ଆସିଲାଣି। ଏଇ ତ, ମୋ ବିଜୟ ଆସିଲାଣି। ବିଜୟ! ହେଲା। ଭାଇ ଏ ବିଜୁ ଆରେ କଥା କଣ କିରେ ଆଜି କଣ ଭାରି ଖୁସି ଜଣା ପଡୁଛୁ କଣ ହେଇଛି ଭାଇ, ମତେ ଲାଗୁଛି ହଁ ଭାଇ ବୋଧେ କୋଉ ନୂଆ ଭାଉଜ ଚକ୍କରରେ ପଡି ଯାଇଛି ନା କଣ? ଆଲୋ ବୋଧେ କଣ ସେଇ ଖୁସିରେ କାଲି ଉପୁଟୁବୁ। ନାଇଁ 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 ତମେ ମାନେ ଯାହା ଭାବୁଛ ଠିକ ସେଇଆ ନୁହଁ। ତାହେଲେ କଣ? ମୁଁ MBBS ପରୀକ୍ଷା ଦେଇଥିଲି ଆରେ ହଁ ହଁ ହଁ, ଆଉ ସେଥିରେ ମୁଁ ଫାର୍ଷ୍ଟ କ୍ଲାସରେ ଫାର୍ଷ୍ଟ ହୋଇଛି। ଆରେ କଣ କହୁଛୁ ତୁ ଚାକିରି ବି ମିଳି ଯାଇଛି। ହେ ଭଗବାନ ଏତେ ଦିନ ପରେ ତମେ ମୋ ଗୁହାରି ଶୁଣିଛ ପ୍ରଭୁ ମୋ ଗୁହାରି ଶୁଣିଛ ଟିକେ ଆଗର ବଡ ଭାଇ ଅଙ୍ଗର ହାତ ପୋଛି ଆଚ୍ଛା ଭାଉଜ କଣ ହେଲା? ମୁଁ ଚାକିରି କରିବି ବୋଲି ତମେ କଣ ଆଗରୁ ଜାଣିଥିଲ ନା କଣ? ନାଇଁ ନାଇଁ ସେ କଥା ନୁହେଁ। ଏ ଭାଇ, ତାହେଲେ ମିଠା କୋଉଠୁ ଆଣିଲ? ତୁ ଜାଣିନୁ କି? କଣ? ହେଇ, ସେ ଭାଇ। ଜାଣିନି। ତୁ ସତରେ ଜାଣିଲୁ? ନା 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 ଏ ଭଗବାନ କହିଲ। ଆରେ ଆଜି ପରା ହଉଛି ଆମ ଭାଇ ଭାଉଜଙ୍କର ବିବାହ ବାର୍ଷିକ ଦିନ। ଓ ରିଅଲି? ହଁ ହିପି ପୁରେ ହିପି ପୁରେ ହିପି ପୁରେ। ସୁଖ ଥିଲେ ଦୁଃଖ ଅଛି ଅଛି ଅଭିମାନ ସ୍ନେହ ଥିଲେ ପ୍ରେମ ଅଛି ଅଛି ତ ସମ୍ମାନ ଲୁହ ଝରି ଗଲେ ତୁମରି ଆଖିରେ ଲୁହ ଝରି ଯାଏ ମୋରି ଛାତିରେ ସ୍ନେହ ସମ୍ପର୍କ ନରମ ଅଧା ପ୍ରେମରେ ପଡ଼ିଛି ଏ ମନ ବନ୍ଧା ସ୍ନେହରେ ପଡ଼ିଛି ଏ ମନ ବନ୍ଧା ପ୍ରେମରେ ପଡ଼ିଛି ଏ ମନ ବନ୍ଧା ସ୍ନେହରେ ପଡ଼ିଛି ଏ ମନ ବନ୍ଧା মমতার ফুল কাড়া ঝরে এটি স্নেহ ঝরনা এই মাটি আম সরগ অছি বলি কেতে সরগ প্রেমরে পড়েছি এ মন বন্ধা স্নেহরে পড়েছি এ মন বন্ধা প্রেমরে পড়েছি এ মন বন্ধা স্নেহরে পড়েছি এ মন বন্ধা সুখ দিলে দুঃখ ଅଛି ଅଛି ଅଭିମାନ ସ୍ନେହ ଥିଲେ ପ୍ରେମ ଅଛି ଅଛି ତ ସମ୍ମାନ ଲୁହ ଝରି ଗଲି ତୁମରି ଆଖିରୁ ଲୁହ ଝରି ଯାଏ ମୋରି ଛାତିରୁ ସ୍ନେହ ସମ୍ପର୍କ ନରହ ଅଧା ପ୍ରେମରେ ପଡ଼ିଛି ଏ ମନ ବନ୍ଧା ସ୍ନେହରେ ପଡ଼ିଛି ଏ ମନ ବନ୍ଧା ପ୍ରେମରେ ପଡ଼ିଛି ଏ ମନ ବନ୍ଧା ସ୍ନେହରେ ପଡ଼ିଛି ଏ ମନ ବନ୍ଧା
ବୋଲି କେତେ ସାରା ହେଇ ଘର ଅଛି ପରା ଅଛି ବୋଲି କେତେ ସାରା अरे ଆଉ କାଇଁ ଠିଆ ହେଲ ଚାଲ ଆଜି ଏଇ ଖୁସିରେ ଆମେ ସମସ୍ତେ ମିଶି ଏକାଠି ଖାଇବା ହଁ ଭାଇ, ଆସ ଚାଲ। ନାଇଁ ଭାଇ ମୋର ଗୋଟେ କଥା କହିବାର ଥିଲା ହଉ ହେଲା ଖାଇସାର ଖାଇସାଇଲା ପରେ କହିଲେ ହବନି ନାଇଁ କଥାଟା ଏବେ କହିବାର ଥିଲା ହଉ ହଉ ହେଲା ଆରେ କ'ଣ କହିବାର ଅଛି କହ କହ ଭୁବନେଶ୍ୱରରେ ଗୋଟେ ପ୍ଲଟ୍ ବୁଝିଛି 3 ଲକ୍ଷ ଟଙ୍କା 2,50,000 ଟଙ୍କା ମୁଁ ଠିକ୍ କରିଛି ଆଉ 50,000 ଟଙ୍କା ହେଲେ ସେ ଜାଗାଟା କିଣା ହବ ଯୋଉ ଆରେ ରାଜୁର ଚାକିରି ପାଇଁ 50,000 ଟଙ୍କା ଦରକାର ଆରେ ଆମେମାନେ ଆଶା କରିଥିଲୁ ତୁଟା ଚାକିରି କରି ଟଙ୍କା ଦେଲେ ରାଜୁର ଚାକିରି ହବ ହେଲେ ତୁ କହୁଛୁ କ'ଣ ନା ତୋର 50,000 ଟଙ୍କା ଦରକାର ଆରେ ତୁ ତ ଚାକିରି କଲୁ ଆଜି ନହେଲେ କାଲି ତ ଦରମା ଟଙ୍କାରେ ଜାଗା କିଣିପାରିବୁ ଆରେ ରାଜୁର ଯଦି ଚାକିରି ନ ହବ ଆରେ ସାରା ଜୀବନ ସେଇଟା ବେକାର ହେଇଯିବ ରେ ବିଜୁ ଏ ବିଜୟ ତମେ ତ ବଡ଼ ହେଇଗଲଣି ବଢିଲା ଭଉଣୀ ଘରେ ଅଛି ଆଗ ତା ବାହାଘର କରିଦିଅ ତାପରେ ତମେ ଜାଗା କିଣିବ ଭାଇ ଆରେ ଏମିତିରେ ଭାଇଙ୍କର ରୋଜଗାର ଆମ ପାଇଁ ନିଅଣ୍ଟ ଏ ଅଭାବୀ ସଂସାର ଭିତରେ ଭାଇଙ୍କର ସ୍ୱଳ୍ପ ରୋଜଗାରରେ ମୋ ପାଇଁ ଟଙ୍କା ତୋ ପାଇଁ ଟଙ୍କା ସେଫାଳିର ବାହାଘର ତା ଭିତରେ କଥା ତ ମନକୁ ଆସୁଛି କେମିତି ଭାଇ ଦେଖ ଡାକ୍ତର ହିସାବରେ ମୋର ଗୋଟେ ସୋସିଆଲ ପ୍ରେଷ୍ଟିଜ୍ ଅଛି ଆଉ ବର୍ତ୍ତମାନ ପରିସ୍ଥିତିରେ ଏଭଳି ନୂଆଣିଆ ଚାଳ ଘରେ ରହିବା ସମ୍ଭବ ନୁହେଁ ତା ଛଡ଼ା ଏ ସୋସାଇଟିରେ ମୋର ଗୋଟେ କ୍ୱାଲିଟି ଅଛି କ'ଣ କହିଲୁ ଭାଇ ତୋର ସୋସିଆଲ ପ୍ରେଷ୍ଟିଜ୍ ଅଛି ଏ କଥା କହିବାକୁ ତୋତେ ଟିକେ ଲାଜ ଲାଗୁନି ବାଃ ବାଃ ରେ ଭାଇ ବାଃ ଡାକ୍ତର ଭାଇ ମୋର ଆରେ ତରୁଟିଆ ମନେ ପକା ଏଇ ନୂଆଣିଆ ଚାଳ ଘରେ ତୋର ଜନ୍ମ ଆରେ ଏଇ ନୂଆଣିଆ ଚାଳ ଘରେ ପଖାଳ ଖାଇ ତୁ ଆଜି ଡାକ୍ତର ହେଇଛୁ ଆରେ ଏଇ ଭାଇ ଭାଉଜଙ୍କ ସ୍ଥାନରେ ଶୁଣ ମୋର କାହାର ମନ୍ତବ୍ୟ ଶୁଣିବା ଆବଶ୍ୟକ ନାହିଁ ଏ ବିଜୁ ଆରେ ଥରେ ତ ଭାଇ ଭଉଣୀଙ୍କ କଥା ଭାବରେ ଆରେ ଆମ କଥା ଭାବିବା ତୋର ଆବଶ୍ୟକତା ନାହିଁ ଆରେ ତୁ ଚାକିରି କଲୁ ତୋ ଭବିଷ୍ୟତ କଥା ଚିନ୍ତା କଲୁ ହେଲେ ତୋ ଭାଇର ଚାକିରି ଆଉ ତୋ ଭଉଣୀର ବାହାଘର ଆରେ କଥା କ'ଣ ଭାବିବା ତୋର ଆବଶ୍ୟକତା ଆବଶ୍ୟକ ନାହିଁ ବିଜୁ ଠିକ ଅଛି ବିଜୁ ଆରେ କହ ତାହେଲେ ତୋର କ'ଣ ଦରକାର କହ ବିଜୟ କ'ଣ ଦରକାର ତୋ ସାନ ଭାଇର ଚାକିରି ସାନ ଭଉଣୀର ବାହାଘର ନା ନୂଆ ପ୍ଲଟ୍ କହ ଭାଇ କହ ତୋର କ'ଣ ଦରକାର କହ ଭାଇ ତୋର କ'ଣ ଦରକାର আরে আউ চুপ রহিলু কাইকি আরে কহ বিজু তোর কোন দরকার হ্যাঁ হ্যাঁ মোর নুয়া প্লট দরকার বিজু আরে কথা তু কই পারুছো বিজু হ্যাঁ হ্যাঁ মু বিজু কହୁছি তমে মানে সমস্তে শুনো মতে যদি 50,000 টঙ্কা ন দিও ভাবি নব বিজুটা তম মানক পাই মরি যাই ମୁଁ ତୁମକୁ ହାତ ଚଢୁଛି ଭାଇ ତମେ ଭାଇକୁ ଟଙ୍କା ଦେଇଦିଅ ଦରକାର ନାହିଁ ମୋର ଚାକିରି ଦରକାର না মু হଉଛି ଏ ଘରର ମୁରବୀ ଆଉ ମୋ ପାଇଁ ତମେ ମାନେ ସମସ୍ତେ ସମାନ ଆଉ ମୁଁ କହୁଛି ମାନେ ରାଜୁ ଚାକିରି କରିବ ହଁ ହଁ ନିଶ୍ଚୟ ଚାକିରି କରିବ ଏ ବିଜୟ ଚାଲ ଖାଇବ ଚାଲ ତାପରେ ଥଣ୍ଡା ମୁଣ୍ଡରେ ଚିନ୍ତା କରିବ ଆସ ନା
ଟଙ୍କା ନ ଦେବା ପାଇଁ ଏଇଟା ହଉଛି ତମ ମାନଙ୍କର ଗୋଟେ ପ୍ଲାନ୍। ବାସ୍ ଭାଇ ବାସ୍, କଥା କହିବାର ସୀମା ତମେ ଟପି ଯାଉଛ। ତମେ ହୁଏତ ଏ ଘରକୁ ଗୋଟାଏ ଟଙ୍କା ନ ଦେଇପାର, ହେଲେ ଟଙ୍କା ନେବାର ପ୍ରଶ୍ନ ବି ଉଠୁନି। ଶୁଣ, ଏ ଘର ତମର ଯେତିକି ଅଧିକାର ଅଛି ମୋର ବି ସେତିକି ଅଧିକାର ଅଛି। ଆରେ ତମେ ମାନେ ଯଦି ତମ ଜିଦରେ ଅଟଳ, ତାହେଲେ ମୁଁ କାହିଁକି ମୋ ଜିଦରେ ଅଟଳ ନ ରହିବି? ସୁତରାଂ ଏ ଘର ଆଜିଠୁ 3 ଭାଗ ହବ। ଆଉ ମୋ ଭାଗ ମୁଁ ବିକ୍ରି କରି ଭୁବନେଶ୍ୱରରେ ପ୍ଲଟ୍ କିଣିବି, ପ୍ଲଟ୍। ବାରେ ବିଜୟ ବା, ତମେ ଏତେ ବଡ଼ କଥା କହିପାରିଲ ବିଜୟ। ଆରେ ଯୋଉ ଭାଇ ତମ ମାନଙ୍କ ପାଇଁ ଖାଇବା 7 ଗଣ୍ଠି ପକାଇ ଘରକୁ ଆଣନ୍ତି, ତମେ ଶୋଇଥିଲେ ତମ ମୁହଁରେ ପାଣି ଛିଞ୍ଚି ବୁଝେଇ ସୁଝେଇ ଖୁଆଇ ଦିଅନ୍ତି, ସେଇ ଭାଇ କଥା ତମେ ଥରେ ଭାବି ପାରିଲେନି? ଆରେ ତାକୁ ତମେ କହିବାକୁ ଦିଅ। ଆରେ ତା ମନକୁ ଯାହା ଆସୁଛି ସେ ପୁରା ପାଠ ପଢି ବଡ ଡାକ୍ତର ହେଲାଣି। ଜାଣିଛ, ଏ ଡ୍ରାଇଭର ଭାଇଟା ଦିନ ରାତି ଏକ କରି ପାଠ ପଢେଇଥିଲା କାହିଁକି? ସମସ୍ତେ କହିବେ ଏ ଅଜୟ ମହାପାତ୍ର ଗୋଟେ ଡ୍ରାଇଭର ହେଲେ କଣ ହେଲା, ତା ଭାଇ କି ତ ପାଠ ପଢେଇ ବଡ ଡାକ୍ତର କରି। ଆଉ ଏଇ କଥାଟା ଶୁଣି ସାରିବା ପରେ ମୋ ଛାତିଟା ଗର୍ବରେ କୁଣ୍ଡେ ବଟ ହେଇଯାଇଥିଲା, ଆଉ ମୋ ପେଟଟା ଆନନ୍ଦରେ ପୋଡ଼ି ଯାଇଥାନ୍ତା। ହେଲେ ମୋ ଡାକ୍ତର ଭାଇଟା ମୋ ପେଟକୁ ଏମିତି ଶକ୍ତ ଗୋଇଠା ଦେଲା ଯେ ମତେ ବଞ୍ଚି ଥାଉ ଥାଉ ମାରିଦେଲା। ଭାଇ ତମକୁ ଆମ ନିୟମ ଭାଇ, ତମେ ମୋ ଝିଅ ଭାଇ କଥାରେ ରାଜି ହେଇଛ। କେମିତି ରାଜି ହେବି ରେ? ଆରେ ଏତେ ଗୁଡାଏ ଟଙ୍କା ମୁଁ କୋଉଠୁ ଆଣିବି? ମୁଁ ପରା ସାମାନ୍ୟ ଗୋଟାଏ ଗାଡି ଡ୍ରାଇଭର। ଆଜକୁ ମାସ ହବ ଲକଡାଉନରେ ଗାଡି ବନ୍ଦ, ରୋଜଗାର ବୋଲି ଟଙ୍କାଟିଏ ନାହିଁ, ଘରେ ପରିବା ଗଣ୍ଡେ ନାହିଁ, ଆଉ ଖାଇବାକୁ ଦାନା ଗଣ୍ଡେ ବି ନାହିଁ। ଏଭଳି ପରିସ୍ଥିତିରେ ମୁଁ ଏତେ ଟଙ୍କା କୋଉଠୁ ଆଣିବି? ଏ ନିଅ ଭାଇ, ମୋ ବାହାଘର ପାଇଁ ତମେ ଯୋଉ ଗହଣା କିଣିଥିଲ ତାକୁ ବେଚୁ ଭାଇକୁ ଦେଇଦିଅ। ହେ ସେ ଭାଇ ତମେ ମତେ ଚାକିରି ପାଇଁ ଯୋଉ 10,000 ଟଙ୍କା ଦେଇଥିଲ, ସେଇ ଟଙ୍କା ନେଇ ତମେ ଭାଇକୁ ମୋ ପାଖରେ ବି କାନ ଫୁଲ ହଳକ ଅଛି, ଆକୁ ତମେ ନେଇଯାଅ। ଆକୁ ନେଇ ମୋ ବିଷୟକୁ ଦେଇଦିଅ, ନିଅ। ଠିଆ ହେଲୁ କାହିଁକି ରେ ପିଚୁ? रे बिजू, अरे तो भौणी पाई किड़ा है थी बागो, तो भाईर चाकरी पाई थी बा टंका।
तो भाउजर शेष शतक कान बुला मेरे बिजोड़े अरे आकु तो बिक्री करी भुवनेश्वर रे जगह किणे अरे ठिया हेलु कहीं रे बिजो ने ने रे बिजो ने जगर लगुथिला आम पाई दिने सारा आज से घर गेला आम पाई गोटे नारक जगर लगुथिला आम पाई दिने सारा आज से घर गेला आम पाई गोटे नारक आउ ए घर नुहे आबर आज हे जाइछि गार आउ ए घर नुहे आबर आज हे जाइछि गार सज हेले ए घरे पानी पनिया उठिछि अखि लुहको करिछि साथी अखि लुहको करिछि साथी अखि लुहको करिछि साथी अखि लुहको करिछि साथी अरे नहीं जाऊ से घोड़ा तथापि अजय महापात्र केबे हेले हारि निज भौणी मुहरे हस देखा निजे पछे राजा हरिश्चंद्र भले निजकु मशाणी चंडिया ब्राह्मण भावे बिक्री कर मो भौणी मुहरे मु हस निश्चय देखी आउ बर हे गाँ बाजा बजे निश्चय आसब निश्चय आसब नहीं भाई। निश्चय मो पछे सारा जीवन तमरी पाखरे एमती अविवाहित रही हेले मो भाई मान को दांडर भिकारी करी मु केबे स्वामी संसार नहीं घर करी परिबिनी भाई मो परिबिनी सब कथा दौची अरे तो चाकरी मु निश्चय करी मु निश्चय करी नहीं भाई मोर चाकरी दरकार नहीं राजो मोर भाई दरकार मो भाई होउछंती मो भगवान भाई मो पाखरे थिले मोर सबू किछि अछि भाई मोर सबू किछि दरकार नहीं मोर चाकरी दरकार नहीं दरकार नहीं अंडो हमर ए सब कौन होई गला लो निराशार धो धो खरारे प्रचंड तातीरे सब सुख को सुखे हम पाई केवल धो धो ततला वाले ଆଉ ସେଇ ବାଲି ଉପରେ ଆମେ ଦୁଇ ଜଣ ଦରସି ଯା ମଣିଷ ଦିଟା ଠିଆ ହେଇଛେ ନିରୁପାୟ ଛଡ଼ା ଆମ ପାଖରେ କିଛି ଉପାୟ आशा भरोसा देइथिबा पिला चढ़ीटा बुढ़ा चढ़ी की छाड़ी अनेक दूर को सिए उड़ी गला तो
ଫେରିକି ଚାହିଁଲାନି। ବୁଢ଼ା ଚଢ଼େଇ ବାଇଆ ଅବସ୍ଥା, ବୁଢ଼ା ଚଢ଼େଇର ଅନାବିଳ ବାତ୍ସଲ୍ୟ ସ୍ନେହ ମମତାକୁ ଭୁଲି ସିଏ ଚାଲିଗଲା। ହଁ, କାହିଁକି ସେ ପଛକୁ ଫେରିକି ଅନେଇବ? ଡେଣା ଲାଗିଗଲା, ଉଡ଼ିବା ଶିଖିଗଲା। ସେଥିପାଇଁ ସିଏ ଏ ବାୟା ବସାଟାକୁ ଛାଡ଼ି ବହୁ ଦୂରକୁ ଉଡ଼ିଗଲା। ତମେ ପୁରା ମତେ ସବୁବେଳେ କୁହ ସେମାନେ ତମର ଭାଇ ଭଉଣୀ ନୁହନ୍ତି, ସେମାନେ ହଉଛନ୍ତି ତମର ପୁଅ ଝିଅ। କେବଳ ତମରି କଥାକୁ ବିଶ୍ୱାସ କରି ସାରା ଜୀବନ ମୁଁ ବାଞ୍ଛ ହେଇଯିବାର ନିଷ୍ପତ୍ତି ନେଇ। अरे मो गोटाए दोषी तबे मते तिरस्कार दियो तिरस्कार दियो दुखर हटरो सुखर सौदा किणिबा जेते बेले पथहीन बाटोईटा जाउथेला ठीक सेतिकी बेले ताको थोका लागेला बेचरा बाटोईटा कौन खला जाने छोड़ो विश्वासर बर गच तले थोका मारेला ଅବିଶ୍ୱାସର ବରଗଛ ଡାଳଟା ଭାଙ୍ଗି ପଡ଼ିଲା ଜରା ବାଟୋଇଟା କାନ୍ଦିବାକୁ ଲାଗିଲା ଅଣୁ ହେଲେ ଭାଗ୍ୟ ଆଉ ଭବିଷ୍ୟତକୁ ଦୋଷ ଦେବା ଛଡ଼ା ତା ପାଖରେ ଆଉ କିଛି ଉପାୟ ନଥିଲା ଅଣୁ କିଛି ଉପାୟ ନଥିଲା ଆଉ ଠିକ୍ ସେମିତି ମୁଁ ଗୋଟେ ହାରି ଯାଇଥିବା ଅଭିଶପ୍ତ ବାଟୋଇ ମୋ ଜୀବନରେ କାନ୍ଦିବା ଛଡ଼ା କିଛି ଉପାୟ ନାହିଁ ଲୋ କାହିଁକି ନା ମୁଁ ପରା ଦୁଃଖ ସାଥିରେ ବନ୍ଧୁ ବାନ୍ଧିଛେ ହସତଳେ ଥିବାଏ ଚଲନାକୁ ବୁଝି ହୁଏ ନା ଯେତେ ହସିଲେ କି ନା କାହା ମନ କିଣି ହୁଏ ନା ହସତଳେ ଥିବାଏ ଚଲନାକୁ ବୁଝି ହୁଏ ନା ଯେତେ ହସିଲେ କି ନା କାହା ମନ କିଣି ହୁଏ ନା ଏଠି ହସି ପାସି ନା ସହଜ ହସ ବୁଝେ ନା କେବେ କରଜ ଏଠି ହସି ପାସି ନା ସହଜ ହସ ବୁଝେ ନା କେବେ କରଜ